ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସିରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ପ୍ରତିଦିନ ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ, ବରଂ ସମସ୍ତଙ୍କ ଜୀବନର ବହୁମୂଲ୍ୟ ଦିନଟିଏ ବି ଶେଷ ହୋଇଥାଏ। ଜୀବନରେ କେବେ ଚେଷ୍ଟା କରିବା ଛାଡ଼ନ୍ତୁ ନାହିଁ, କାରଣ ବିନା ଚେଷ୍ଟାରେ ଏଷ୍ଟାବ୍ଲିଶମେଣ୍ଟ ନାହିଁ ଏବଂ କାହା କଥାରେ ଡରିଯାଆନ୍ତୁ ନାହିଁ, କାରଣ ବିନା ବିରୋଧରେ ପ୍ରୋଗ୍ରେସ ନାହିଁ। ଯେଉଁଠାରେ ବନ୍ଧୁତ୍ୱ ଓ ଆତ୍ମୀୟତା ନଥାଏ, ସେହିଠାରେ କରାଯାଇଥିବା ସାହାଯ୍ୟ ହିଁ ବାସ୍ତବିକ ରୂପରେ ପର ଉପକାର ଅଟେ। କାହାରି ରାଜମହଲ ଭଳି ଘର ଦେଖି ନିଜକୁ ଗରିବ ଭାବନ୍ତୁ ନାହିଁ, କାରଣ ମଶାଣି ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ହିଁ ହୋଇଥାଏ। ରିସ୍କ ବିନା ଜୀବନରେ କେବେ ହେଲେ ଉନ୍ନତି କରିବା ସମ୍ଭବ ନୁହେଁ, ତେଣୁ ରିସ୍କ ନେବାକୁ କେବେ ବି ଡରନ୍ତୁ ନାହିଁ। ଜୀବନରେ ଅନେକ ବନ୍ଧୁ କରିବା କିଛି ବଡ଼ କଥା ନୁହେଁ। ଦୀର୍ଘ ଦିନ ଧରି ଜଣଙ୍କ ସହ ବନ୍ଧୁତା ରଖିବା ଏକ ବିରଳ ଅନୁଭୂତି, ଯାହାକି ସମସ୍ତେ କରିପାରନ୍ତି ନାହିଁ। ପରକୁ ଅଙ୍ଗୁଳି ଦେଖାଇଲେ କେବେ ରକ୍ଷା ନ ହୁଏ ଇଜ୍ଜତ, ନିଜକୁ ଅଙ୍ଗୁଳି ଦେଖାଇ ପାରିଲେ ବୃଦ୍ଧି ହୁଏ ମହତ। ଜୀବନରେ କେବଳ ଦୁଇ ଜଣ ଲୋକ ଅସଫଳ ହୁଅନ୍ତି। ଜଣେ ସିଏ ଯିଏ କେବଳ ଚିନ୍ତା କରେ କିନ୍ତୁ କାର୍ଯ୍ୟ କରେ ନାହିଁ, ଆଉ ଜଣେ ସିଏ ଯିଏ ଚିନ୍ତା କରେ ନାହିଁ। ଦୁଃଖ ବଦଳୁ ହେଲେ ସୁଖ ନ ବଦଳୁ, ସମୟ ବଦଳୁ ହେଲେ ସମ୍ପର୍କ ନ ବଦଳୁ, ନୀତି ବଦଳୁ ହେଲେ ନିୟତି ନ ବଦଳୁ, ଚିତ୍ର ବଦଳୁ ହେଲେ ଚରିତ୍ର ନ ବଦଳୁ, ମଣିଷ ବଦଳୁ ହେଲେ ମଣିଷ ପଣିଆ ନ ବଦଳୁ। ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସିରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ପ୍ରତିଦିନ ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ, ବରଂ ସମସ୍ତଙ୍କ ଜୀବନର ବହୁମୂଲ୍ୟ ଦିନଟିଏ ବି ଶେଷ ହୋଇଥାଏ। ଜୀବନରେ କେବେ ଚେଷ୍ଟା କରିବା ଛାଡ଼ନ୍ତୁ ନାହିଁ, କାରଣ ବିନା ଚେଷ୍ଟାରେ ଏଷ୍ଟାବ୍ଲିଶମେଣ୍ଟ ନାହିଁ ଏବଂ କାହା କଥାରେ ଡରିଯାଆନ୍ତୁ ନାହିଁ, କାରଣ ବିନା ବିରୋଧରେ ପ୍ରୋଗ୍ରେସ ନାହିଁ। ଯେଉଁଠାରେ ବନ୍ଧୁତ୍ୱ ଓ ଆତ୍ମୀୟତା ନଥାଏ, ସେହିଠାରେ କରାଯାଇଥିବା ସାହାଯ୍ୟ ହିଁ ବାସ୍ତବିକ ରୂପରେ ପର ଉପକାର ଅଟେ। କାହାରି ରାଜମହଲ ଭଳି ଘର ଦେଖି ନିଜକୁ ଗରିବ ଭାବନ୍ତୁ ନାହିଁ, କାରଣ ମଶାଣି ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ହିଁ ହୋଇଥାଏ। ରିସ୍କ ବିନା ଜୀବନରେ କେବେ ହେଲେ ଉନ୍ନତି କରିବା ସମ୍ଭବ ନୁହେଁ, ତେଣୁ ରିସ୍କ ନେବାକୁ କେବେ ବି ଡରନ୍ତୁ ନାହିଁ। ଜୀବନରେ ଅନେକ ବନ୍ଧୁ କରିବା କିଛି ବଡ଼ କଥା ନୁହେଁ। ଦୀର୍ଘ ଦିନ ଧରି ଜଣଙ୍କ ସହ ବନ୍ଧୁତା ରଖିବା ଏକ ବିରଳ ଅନୁଭୂତି, ଯାହାକି ସମସ୍ତେ କରିପାରନ୍ତି ନାହିଁ। ପରକୁ ଅଙ୍ଗୁଳି ଦେଖାଇଲେ କେବେ ରକ୍ଷା ନ ହୁଏ ଇଜ୍ଜତ, ନିଜକୁ ଅଙ୍ଗୁଳି ଦେଖାଇ ପାରିଲେ ବୃଦ୍ଧି ହୁଏ ମହତ। ଜୀବନରେ କେବଳ ଦୁଇ ଜଣ ଲୋକ ଅସଫଳ ହୁଅନ୍ତି। ଜଣେ ସିଏ ଯିଏ କେବଳ ଚିନ୍ତା କରେ କିନ୍ତୁ କାର୍ଯ୍ୟ କରେ ନାହିଁ, ଆଉ ଜଣେ ସିଏ ଯିଏ ଚିନ୍ତା କରେ ନାହିଁ। ଦୁଃଖ ବଦଳୁ ହେଲେ ସୁଖ ନ ବଦଳୁ, ସମୟ ବଦଳୁ ହେଲେ ସମ୍ପର୍କ ନ ବଦଳୁ, ନୀତି ବଦଳୁ ହେଲେ ନିୟତି ନ ବଦଳୁ, ଚିତ୍ର ବଦଳୁ ହେଲେ ଚରିତ୍ର ନ ବଦଳୁ, ମଣିଷ ବଦଳୁ ହେଲେ ମଣିଷ ପଣିଆ ନ ବଦଳୁ।